ଓଡ଼ିଶାରେ ଦିନକୁ ଦିନ ଦୁଷ୍କର୍ମ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଛି ସମ୍ଭାଳି ପାରୁନାହାନ୍ତି। ଦର୍ଶକ ବନ୍ଧୁ, ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଷ୍କର୍ମକୁ କିପରି ରୋକିବେ? କିଏ, କେତେବେଳେ, କେଉଁଠି କାହାକୁ ଦୁଷ୍କର୍ମ କରିବେ ମୁଖ୍ୟମନ୍ତ୍ରୀ କିପରି ଜାଣିବେ? ଏହା ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ। ମୁଁ କହୁଛି, ମୁଖ୍ୟମନ୍ତ୍ରୀଙ୍କ କଥା ଛାଡ଼ନ୍ତୁ, ସାଧାରଣ ଜନତାଟା ବି ଜାଣିପାରିବ ନାହିଁ କିଏ କେତେବେଳେ କାହାକୁ ଦୁଷ୍କର୍ମ କରିବ। କିନ୍ତୁ ଯଦି ଜଣେ କଲେଜ ଛାତ୍ରୀ ଗୋଟେ କଲେଜ ପ୍ରଫେସର ଠାରୁ ଯୌନ ନିର୍ଯାତନାର ଶିକାର ହେଉଛି, ଆଉ ସେହି ଛାତ୍ରୀ ଜଣକ କଲେଜର ପ୍ରିନ୍ସିପାଲ ପାଖରେ ଅଭିଯୋଗ କରୁଛି, ଆଉ ସେହି ପ୍ରିନ୍ସିପାଲ ସେହି ଅଭିଯୋଗକୁ ଶୁଣୁନାହିଁ। ଅଭିଯୋଗ ନ ଶୁଣିଲା ପରେ ସେହି ଛାତ୍ରୀ ଜଣକ ନିକଟସ୍ଥ ପୋଲିସ ଷ୍ଟେସନରେ ଅଭିଯୋଗ କରୁଛି। ପୋଲିସ ମଧ୍ୟ ତାର ଅଭିଯୋଗ ଶୁଣୁନାହିଁ। ଗଣମାଧ୍ୟମ ଆଗରେ ମଧ୍ୟ ଅଭିଯୋଗ କରୁଛି, କିନ୍ତୁ ତା କଥା କେହି ଶୁଣୁନାହାନ୍ତି। ଆଉ ପରବର୍ତ୍ତୀ ସମୟରେ ଯେତେବେଳେ କେହି ତା ଅଭିଯୋଗ ନ ଶୁଣିଲେ, କଲେଜରେ ନିଜ ଦେହରେ ନିଆଁ ଲଗାଇ ଜଳି ଯାଉଛି। ତାପରେ ରାଜନୀତିରେ ଝଡ଼ ସୃଷ୍ଟି ହେଉଛି। ମୁଁ କହୁଛି ବାଲେଶ୍ୱର ଜିଲ୍ଲାର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ କଥା। କଲେଜକୁ ମନ୍ଦିର ଭାବି ପାଠ ପଢିବାକୁ ଯାଇଥାନ୍ତି ଛାତ୍ରଛାତ୍ରୀମାନେ, ନିଜର ସୁନ୍ଦର ଭବିଷ୍ୟତ ତିଆରି କରିବା ପାଇଁ, ନିଜର ପରିଚୟ ତିଆରି କରିବା ପାଇଁ। କିନ୍ତୁ ସେଠି ଶିକ୍ଷକ ଭକ୍ଷକ ସାଜୁଛି। ଏଠି ଗୁରୁ ଶିଷ୍ୟ ନାଁରେ କଳଙ୍କ ଲାଗୁଛି। ବାପା ମା ମାନେ ନିଜ ଝିଅକୁ ସ୍କୁଲକୁ ପଠେଇବା ପାଇଁ, କଲେଜକୁ ପଠେଇବା ପାଇଁ ଡରୁଛନ୍ତି। ଏଠି ସରକାର କାହିଁକି ଅଣଦେଖା କଲା? ଜୁଲାଇ 1 ତାରିଖରେ ଏଫ୍ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ତାଙ୍କ ପ୍ରତି ହୋଇଥିବା ଯୌନ ନିର୍ଯାତନା ଅଭିଯୋଗକୁ ନିଜ ଏକ୍ସରେ ପୋଷ୍ଟ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଧର୍ମେନ୍ଦ୍ର ପ୍ରଧାନ, ପୋଲିସ ବିଭାଗ ଏ କଥା ମଧ୍ୟ ଜାଣିଥିଲେ। କିନ୍ତୁ ସେତେବେଳେ କେହି ଦୃଢ଼ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କଲେ ନାହିଁ? ଯଦି ସେହି ସମୟରେ ସେହି ଝିଅଟିର ଅଭିଯୋଗକୁ ଶୁଣିଥାନ୍ତେ, ତାହେଲେ ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିନଥାନ୍ତା କି ରାଜନୀତିରେ ପ୍ରଶ୍ନବାଚକ ଉଠିନଥାନ୍ତା, ରାଜନୀତିକ ଝଡ଼ ସୃଷ୍ଟି ହୋଇନଥାନ୍ତା। ଯେତେବେଳେ ଝିଅର ଅଭିଯୋଗ କେହି ନ ଶୁଣିଲେ, ଝିଅଟି ନିର୍ଯାତନା ନ ସହିପାରି ନିଜ ଦେହରେ ନିଆଁ ଲଗାଇ ଜଳିଗଲା। ପରବର୍ତ୍ତୀ ସମୟରେ ରାଜନୈତିକ ଲୋକମାନଙ୍କର ନିଦ ଭାଙ୍ଗିଗଲା। ତାପରେ ଏମାନେ କହିବେ ତଦନ୍ତ କରାଯିବ, ଦୋଷୀକୁ ନିଶ୍ଚିତ ଦଣ୍ଡ ଦିଆଯିବ। ଏଥିପାଇଁ କ'ଣ ସାଧାରଣ ଜନତାମାନେ 24 ବର୍ଷର ବିଜେଡି ସରକାରକୁ ଶାସନକୁ ନ ଆଣି ଶାସନ ପରିବର୍ତ୍ତନ କରିକି ବିଜେପିକୁ ସରକାର ଗଢ଼ିଥିଲେ, ବିଜେପିକୁ ଶାସନକୁ ଆଣିଥିଲେ? ଯେ ପର୍ଯ୍ୟନ୍ତ ବିରୋଧୀ ଦଳର ନେତାମାନେ ରାଜରାସ୍ତାକୁ ନ ଓହ୍ଲେଇଛନ୍ତି, ଆମେ ସେ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ। ଏ କ'ଣ ବିଜେପି ଶାସନର ମୂଳ ମନ୍ତ୍ର? ବେଟି ବଚାଓ ବେଟି ପଢ଼ାଓ ସ୍ଲୋଗାନ ଦେଲ। ବେଟି ବଚାଓ, ଝିଅମାନଙ୍କୁ ତ ବଞ୍ଚାଇ ଦେଲେ। ବେଟି ପଢ଼ାଓ, ଝିଅମାନଙ୍କୁ ପାଠ ପଢ଼ିବା ପାଇଁ ଯେତେବେଳେ ସ୍କୁଲ କଲେଜକୁ ଛାଡ଼ିଲେ, ସେତେବେଳେ ନିର୍ଯାତନାର ଶିକାର ହେଉଛନ୍ତି। ଆଉ ଯୌନ ନିର୍ଯାତନା ଦେଉଛି ଶିକ୍ଷକ। ଆଉ ଝିଅ ଯେତେବେଳେ କମ୍ପ୍ଲେନ କରୁଛି, ଝିଅ ଯେତେବେଳେ ଅଭିଯୋଗ କରୁଛି, ତା କଥା କେହି ଶୁଣୁନାହ। କ'ଣ ପାଇଁ? ଖାଲି ସ୍ଲୋଗାନ ଦେଲେ ହବନି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏ ଘଟଣାକୁ ସଠିକ ଭାବେ ତଦନ୍ତ କରିବା ପାଇଁ ସହଯୋଗ କରନ୍ତୁ, ନିର୍ଦ୍ଦେଶ ଦିଅନ୍ତୁ ଏବଂ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଅନ୍ତୁ, ଯାହା ଫଳରେ ପରବର୍ତ୍ତୀ ସମୟରେ କେହି ଡରିବେ ଏପରି ଯୌନ ନିର୍ଯାତନା ଦେବାକୁ। ଦୋଷୀକୁ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କଲେ ଗୋଟେ ଝିଅର ବାପା ମା ଖୁସି ଖୁସିରେ ଝିଅକୁ ସ୍କୁଲ କଲେଜକୁ ପାଠ ପଢ଼େଇବା ପାଇଁ ଛାଡ଼ିପାରିବେ।